ଚାଉଳ କଳା ବଜାର ଆଜିକାର ନୂଆ କଥା ନୁହଁ ବଲାଙ୍ଗୀର ଜିଲ୍ଲାରେ। ବଲାଙ୍ଗୀର ଜିଲ୍ଲାରେ ପ୍ରାୟ 67ଟି ରାଇସ୍ ମିଲ୍ ଏଥର କଷ୍ଟମ ମିଲିଂ ପ୍ରକ୍ରିୟାରେ ଭାଗ ନେଇଥିଲେ। କିନ୍ତୁ ବଜାରରେ ଆପଣ ବୁଲିବେ, ବଜାରରେ ଖୋଲା ବଜାରରେ ଚାଉଳ ପ୍ରଚୁର ପରିମାଣରେ ସେମାନେ ବିଭିନ୍ନ ଟ୍ରେଡିଂ ନାଁରେ ବିକ୍ରି କରୁଛନ୍ତି। ତାପରେ ରହିଲା ଏଇ ଯୋଉ ରାଇସ୍ ମିଲ୍ ନାଁରେ ଅଭିଯୋଗ ଆସିଛି, ଏ ରାଇସ୍ ମିଲର ଜଣକ ମୁଢି ଚାଉଳ ବିକ୍ରି କରି ପୁରସ୍କାର ମଧ୍ୟ ହାତେଇ ଯିବାର ଚର୍ଚ୍ଚା ଧରିଛି। ତାପରେ ଚିଫ୍ ସିଏସ୍ଓ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏବଂ ଚିଫ୍ ସିଏସ୍ଓଙ୍କର ତଦନ୍ତ ନିର୍ଦ୍ଦେଶ ଦେଲା ପରେ ତାଙ୍କର ଅଧସ୍ତନ ଯୋଉ ଅଛନ୍ତି ଅଧିକାରୀ ସିଏସ୍ଓ, ସେ ତଦନ୍ତ କରିବା କଥା। କିନ୍ତୁ ଆଜିକୁ 15 ଦିନ ହେଲା ସେ ଚିଠି ପାଇଥିଲେ ସୁଦ୍ଧା ତଦନ୍ତ କରିନାହାନ୍ତି। କଷ୍ଟମ ମିଲିଂ ରେ ଥାଇ ମୁଢି ଚାଉଳ ବିକ୍ରି କରିବା ନିହାତି ଏକ ବେଆଇନ କାର୍ଯ୍ୟ ଏବଂ ପ୍ରଶାସନ ଏବେ କଣ କାର୍ଯ୍ୟାନୁଷ୍ଠାନ ନେବ ଆଗକୁ, ତାକୁ ସମସ୍ତଙ୍କର ଅପେକ୍ଷା। କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ନେଇ ସମସ୍ତଙ୍କର ଅପେକ୍ଷା ରହିଛି। ଚାଉଳ କଳା ବଜାର ଆଜିକାର ନୂଆ କଥା ନୁହଁ ବଲାଙ୍ଗୀର ଜିଲ୍ଲାରେ। ବଲାଙ୍ଗୀର ଜିଲ୍ଲାରେ ପ୍ରାୟ 67ଟି ରାଇସ୍ ମିଲ୍ ଏଥର କଷ୍ଟମ ମିଲିଂ ପ୍ରକ୍ରିୟାରେ ଭାଗ ନେଇଥିଲେ। କିନ୍ତୁ ବଜାରରେ ଆପଣ ବୁଲିବେ, ବଜାରରେ ଖୋଲା ବଜାରରେ ଚାଉଳ ପ୍ରଚୁର ପରିମାଣରେ ସେମାନେ ବିଭିନ୍ନ ଟ୍ରେଡିଂ ନାଁରେ ବିକ୍ରି କରୁଛନ୍ତି। ତାପରେ ରହିଲା ଏଇ ଯୋଉ ରାଇସ୍ ମିଲ୍ ନାଁରେ ଅଭିଯୋଗ ଆସିଛି, ଏ ରାଇସ୍ ମିଲର ଜଣକ ମୁଢି ଚାଉଳ ବିକ୍ରି କରି ପୁରସ୍କାର ମଧ୍ୟ ହାତେଇ ଯିବାର ଚର୍ଚ୍ଚା ଧରିଛି। ତାପରେ ଚିଫ୍ ସିଏସ୍ଓ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏବଂ ଚିଫ୍ ସିଏସ୍ଓଙ୍କର ତଦନ୍ତ ନିର୍ଦ୍ଦେଶ ଦେଲା ପରେ ତାଙ୍କର ଅଧସ୍ତନ ଯୋଉ ଅଛନ୍ତି ଅଧିକାରୀ ସିଏସ୍ଓ, ସେ ତଦନ୍ତ କରିବା କଥା। କିନ୍ତୁ ଆଜିକୁ 15 ଦିନ ହେଲା ସେ ଚିଠି ପାଇଥିଲେ ସୁଦ୍ଧା ତଦନ୍ତ କରିନାହାନ୍ତି। କଷ୍ଟମ ମିଲିଂ ରେ ଥାଇ ମୁଢି ଚାଉଳ ବିକ୍ରି କରିବା ନିହାତି ଏକ ବେଆଇନ କାର୍ଯ୍ୟ ଏବଂ ପ୍ରଶାସନ ଏବେ କଣ କାର୍ଯ୍ୟାନୁଷ୍ଠାନ ନେବ ଆଗକୁ, ତାକୁ ସମସ୍ତଙ୍କର ଅପେକ୍ଷା। କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ନେଇ ସମସ୍ତଙ୍କର ଅପେକ୍ଷା ରହିଛି। ଚାଉଳ କଳା ବଜାର ଆଜିକାର ନୂଆ କଥା ନୁହଁ ବଲାଙ୍ଗୀର ଜିଲ୍ଲାରେ। ବଲାଙ୍ଗୀର ଜିଲ୍ଲାରେ ପ୍ରାୟ 67ଟି ରାଇସ୍ ମିଲ୍ ଏଥର କଷ୍ଟମ ମିଲିଂ ପ୍ରକ୍ରିୟାରେ ଭାଗ ନେଇଥିଲେ। କିନ୍ତୁ ବଜାରରେ ଆପଣ ବୁଲିବେ, ବଜାରରେ ଖୋଲା ବଜାରରେ ଚାଉଳ ପ୍ରଚୁର ପରିମାଣରେ ସେମାନେ ବିଭିନ୍ନ ଟ୍ରେଡିଂ ନାଁରେ ବିକ୍ରି କରୁଛନ୍ତି। ତାପରେ ରହିଲା ଏଇ ଯୋଉ ରାଇସ୍ ମିଲ୍ ନାଁରେ ଅଭିଯୋଗ ଆସିଛି, ଏ ରାଇସ୍ ମିଲର ଜଣକ ମୁଢି ଚାଉଳ ବିକ୍ରି କରି ପୁରସ୍କାର ମଧ୍ୟ ହାତେଇ ଯିବାର ଚର୍ଚ୍ଚା ଧରିଛି। ତାପରେ ଚିଫ୍ ସିଏସ୍ଓ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏବଂ ଚିଫ୍ ସିଏସ୍ଓଙ୍କର ତଦନ୍ତ ନିର୍ଦ୍ଦେଶ ଦେଲା ପରେ ତାଙ୍କର ଅଧସ୍ତନ ଯୋଉ ଅଛନ୍ତି ଅଧିକାରୀ ସିଏସ୍ଓ, ସେ ତଦନ୍ତ କରିବା କଥା। କିନ୍ତୁ ଆଜିକୁ 15 ଦିନ ହେଲା ସେ ଚିଠି ପାଇଥିଲେ ସୁଦ୍ଧା ତଦନ୍ତ କରିନାହାନ୍ତି। କଷ୍ଟମ ମିଲିଂ ରେ ଥାଇ ମୁଢି ଚାଉଳ ବିକ୍ରି କରିବା ନିହାତି ଏକ ବେଆଇନ କାର୍ଯ୍ୟ ଏବଂ ପ୍ରଶାସନ ଏବେ କଣ କାର୍ଯ୍ୟାନୁଷ୍ଠାନ ନେବ ଆଗକୁ, ତାକୁ ସମସ୍ତଙ୍କର ଅପେକ୍ଷା। କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ନେଇ ସମସ୍ତଙ୍କର ଅପେକ୍ଷା ରହିଛି। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।